ଯେତେବେଳେ ଆମର 12th କମ୍ପ୍ଲିଟ୍ ହୋଇଯାଏ ତାହେଲେ ଆମେ ନିଜ ହିସାବରେ ପୂର୍ବରୁ ଭାବିଥାଉ କି ଆମକୁ କେଉଁ ଅନର୍ସ ନେବା କଥା ଏବଂ ନିଜ ମନ ହିସାବରେ ଏହି ଅନର୍ସମାନଙ୍କ ମଧ୍ୟରେ ଯେକୌଣସି ଗୋଟିଏ ଅନର୍ସ ଆମେ ଚୁଜ୍ କରିଥାଉ। ହେଲେ ଆମେ ଏହି ଅନର୍ସ ବାଛିବା ପୂର୍ବରୁ ଆମେ ପ୍ରଥମେ କ'ଣ କରିଥାଉ? ପ୍ରଥମେ ଆମେ ଲୋକଙ୍କୁ ପଚାରିଥାଉ କିମ୍ବା ଯେଉଁ ଷ୍ଟୁଡେଣ୍ଟମାନେ +3 ପଢ଼ୁଛନ୍ତି ସେମାନଙ୍କୁ ପଚାରିଥାଉ କି ଭାଇରେ କେଉଁ ଅନର୍ସ ନେଲେ ଠିକ୍ ମାର୍କ ଆସିବ ଏବଂ କେଉଁ ଅନର୍ସ ମୋର ଫ୍ୟୁଚରରେ ମୋତେ ସାହାଯ୍ୟ କରିବ ଏବଂ ଯାହା ବି ସେମାନେ ସଜେଷ୍ଟ କରିଥାନ୍ତି କିମ୍ବା +2ରେ ଯେଉଁ ସବଜେକ୍ଟରେ ଆମର ଅଧିକ ମାର୍କ ଆସିଥାଏ ସେଇ ସବଜେକ୍ଟ ଆମେ ବାଛିଥାଉ। ତାହେଲେ ଆଜି ଆମେ ଜାଣିବା ପ୍ରତ୍ୟେକ ଆଙ୍ଗଲରୁ ଜାଣିବା କି କେଉଁ ଅନର୍ସ ଆମ ପାଇଁ ପୁରା ଠିକ୍ ରହିଛି। ସମସ୍ତ ଆଙ୍ଗଲରୁ ଜାଣିବା କି କେଉଁ ଅନର୍ସ ଆମ ପାଇଁ ପୁରାପୁରି ଭାବରେ ଠିକ୍ ରହିଛି। ତେଣୁ ଦେଖନ୍ତୁ ଏହି ଭିଡ଼ିଓରେ ଆମେ ସମସ୍ତେ ଜାଣିବା କି କେଉଁ ଅନର୍ସ ଆମ ପାଇଁ କମ୍ପିଟେଟିଭ୍ ଲାଇନ୍ରେ ଠିକ୍ ରହିଛି ନା ଆମ ପାଇଁ ଗୋଟିଏ ଟିଚିଂ ଲାଇନ୍ରେ ଠିକ୍ ରହିଛି। ତେଣୁ ଦେଖନ୍ତୁ ଯଦି ମୁଁ କହିବି ତାହେଲେ କେଉଁ ଅନର୍ସ ଆମ ପାଇଁ ବେଷ୍ଟ ରହିଛି, ପ୍ରଥମେ ଆମେ ଯିବା ଆମର ଟିଚିଂ ଲାଇନ୍ରେ। ତାହେଲେ ଯଦି ମୁଁ ଟିଚିଂ ଲାଇନ୍ କଥା କହିବି ତାହେଲେ ଓଡ଼ିଆ ଅନର୍ସ ଆଣ୍ଡ ହେଉଛି ଆମର ଇଂଲିଶ ଅନର୍ସ। ଏହା ହେଉଛି ସବୁଠାରୁ ବେଷ୍ଟ ଅନର୍ସ। ଯେଉଁମାନେ ଯଦି ଆପଣ ଏଇଟା ଟିଚିଂ ଲାଇନ୍ରେ ଯିବାକୁ ଚାହୁଁଛନ୍ତି ଏବଂ +3 ପରେ ଯଦି ବିଏଡ଼୍ କରିବାକୁ ଚାହୁଁଛନ୍ତି ତାହେଲେ ଓଡ଼ିଆ ଅନର୍ସ ଆଣ୍ଡ ଇଂଲିଶ ଅନର୍ସ ଆପଣଙ୍କ ପାଇଁ ପୁରା ବେଷ୍ଟ ରହିଛି। ଏବଂ ଏହି ଦୁଇଟି ଅନର୍ସରେ ଦେଖିବେ ଯଦି ଆପଣ ବିଏଡ଼୍ କରିବାକୁ ଚାହୁଁଛନ୍ତି କିମ୍ବା ଯେଉଁମାନେ ବିଏଡ଼୍ କରୁଛନ୍ତି ତାଙ୍କୁ ମଧ୍ୟ ଯଦି ଆପଣ ପଚାରିବେ ତାହେଲେ ଏହି ଦୁଇଟିରେ ଅଧିକ ଭ୍ୟାକେନ୍ସି ବାହାରିଥାଏ, ଓଡ଼ିଆ ଅନର୍ସରେ ଆଉ ହେଉଛି ଇଂଲିଶ ଅନର୍ସରେ। ଯେଉଁ ଷ୍ଟୁଡେଣ୍ଟମାନେ ଏହି ଦୁଇଟି ଅନର୍ସ ନେଇଥିବେ ସେମାନଙ୍କୁ ବହୁତ ସାହାଯ୍ୟ ମିଳେ। ସେମାନେ ଯଦି ଓଡ଼ିଆ ଅନର୍ସ ନେଇଥିବେ ଏବଂ ଇଂଲିଶ ଅନର୍ସ ନେଇଥିବେ ତାହେଲେ ତାଙ୍କର ଭ୍ୟାକେନ୍ସି ମଧ୍ୟ ଏହି ଦୁଇଟି ସବଜେକ୍ଟ କିମ୍ବା ଏହି ଦୁଇଟି ସବଜେକ୍ଟକୁ ଲିଟରେଚର ସବଜେକ୍ଟ ମଧ୍ୟ କୁହାଯାଏ ଏବଂ ଏଥିରେ ଅଧିକ ଭ୍ୟାକେନ୍ସି ରହିଥାଏ। ତେଣୁ ନିହାତି ଭାବରେ ଯଦି ଆପଣମାନେ ଟିଚିଂ ଲାଇନ୍ରେ ଯିବାକୁ ଚାହୁଁଛନ୍ତି ତାହେଲେ ଓଡ଼ିଆ ନହେଲେ ଆପଣମାନେ ଇଂଲିଶ ଅନର୍ସ ନେଇପାରିବେ। ହେଲେ ଏହି ଓଡ଼ିଆ ଆଣ୍ଡ ଇଂଲିଶ ଅନର୍ସରେ ମଧ୍ୟ କାହାର ଭ୍ୟାଲ୍ୟୁ ଅଧିକ ରହିଛି ତାହା ଯଦି ମୁଁ ମୋ ତରଫରୁ କହିବି ସମସ୍ତଙ୍କର ଭ୍ୟାଲ୍ୟୁ ତ ସେମ୍ ରହିଛି। ହେଲେ ଦେଖନ୍ତୁ ଗୋଟିଏ ଯେକୌଣସି ଜିନିଷ ବି ରହିଥାଏ, ସପୋଜ୍ ଆମେ ଗୋଟିଏ ଷ୍ଟୁଡେଣ୍ଟର କଥା କହିବା, ସପୋଜ୍ ଗୋଟିଏ ଷ୍ଟୁଡେଣ୍ଟ ରହିଛି ଏହା ମଧ୍ୟ ଗୋଟିଏ ଷ୍ଟୁଡେଣ୍ଟ ରହିଛି, ଦୁଇଟି ଷ୍ଟୁଡେଣ୍ଟ ସେମ୍ ରହିଛନ୍ତି। ହେଲେ ସେଇ ଷ୍ଟୁଡେଣ୍ଟ ସେମ୍ ରହିବା ସହିତ ଯଦି ଜଣଙ୍କ ପାଖରେ ଏହି ଜଣଙ୍କ ପାଖରେ ଯଦି ଭଲ ଡାନ୍ସ ଜାଣେ କିମ୍ବା ଭଲ ସିଙ୍ଗିଂ କରେ ତାହେଲେ ଆମେ କହିବା ତା ପାଖରେ ଗୋଟିଏ ଠିକ୍ କ୍ୱାଲିଟି ରହିଛି ଏବଂ ଏହି ଦୁଇ ଜଣଙ୍କ ମଧ୍ୟରେ ଏହା ହିଁ ଟିକେ ଠିକ୍ ରହିଛି ଷ୍ଟୁଡେଣ୍ଟ। ତେଣୁ ଏହି ହିସାବରେ ଗୋଟିଏ ଗୋଟିଏ ସବଜେକ୍ଟର ପ୍ରତ୍ୟେକ ଭ୍ୟାଲ୍ୟୁ ତ ସେମ୍ ରହିଛି, ହେଲେ କେତେ ଗୁଡ଼ିଏ ସବଜେକ୍ଟରେ କିଛି ନା କିଛି ଗୋଟେ ବେଷ୍ଟ କ୍ୱାଲିଟି ରହିଛି। ଯେପରି ଯଦି ଆପଣମାନେ ଓଡ଼ିଆ ଆଣ୍ଡ ଇଂଲିଶ ଯଦି ଆମେ କମ୍ପାରିଜନ୍ କରିବା ତାହେଲେ ଇଂଲିଶ ସବୁଠାରୁ ବେଷ୍ଟ ରହିଛି। କେଉଁ କାରଣରୁ ଇଂଲିଶ ସବୁଠାରୁ ବେଷ୍ଟ ରହିଛି ଦେଖନ୍ତୁ, ଓଡ଼ିଆ ଆମେ ଛୋଟ ଦିନରୁ ପଢ଼ି ଆସିଛେ। ଇଂଲିଶ ମିଡ଼ିୟମ୍ ଷ୍ଟୁଡେଣ୍ଟମାନଙ୍କୁ ଛାଡ଼ି ଆମେ ଯଦି ଓଡ଼ିଆ ମିଡ଼ିୟମ୍ ଷ୍ଟୁଡେଣ୍ଟ କଥା କହିବା ତାହେଲେ ଛୋଟ ଦିନରୁ ସେମାନେ ଓଡ଼ିଆ ପଢ଼ି ଆସିଛନ୍ତି ଏବଂ ସେହି ଓଡ଼ିଆକୁ ଯଦି ଆପଣମାନେ ଗ୍ରାଜୁଏସନ୍ ବି ପଢ଼ିବେ ତାହେଲେ ଆପଣମାନଙ୍କୁ ଇଂଲିଶ ପ୍ରତି ଆଉ ଇଚ୍ଛା ଲାଗିବ ନାହିଁ ଏବଂ ଇଂଲିଶ ସବଜେକ୍ଟ ଆପଣଙ୍କ ପାଇଁ ବହୁତ ୱିକ୍ ରହିବ। ଆପଣଙ୍କ ପାଇଁ ଜବ୍ ତ ମିଳିବ ଏବଂ ସବୁକିଛି ସିକ୍ୟୁର୍ ମଧ୍ୟ ରହିବ, ହେଲେ ଇଂଲିଶ ଆଉ ପଢ଼ିବା ପାଇଁ ଇଚ୍ଛା ଲାଗିବ ନାହିଁ। ଏବଂ ବର୍ତ୍ତମାନ ଯଦି ଆମେ ଏଣ୍ଟ୍ରାନ୍ସ କଥା କହିବା ତାହେଲେ ବର୍ତ୍ତମାନର ଏଣ୍ଟ୍ରାନ୍ସ କଥା ଯଦି ଆମେ କହିବା ତାହେଲେ ସମସ୍ତ ଯାକ ଏଣ୍ଟ୍ରାନ୍ସ ଇଂଲିଶ ମିଡ଼ିୟମରେ ହେଉଛି। ତେଣୁ ନିହାତି ଭାବରେ ଆପଣ ଟ୍ରାଏ କରିବେ କି ଇଂଲିଶ ଅନର୍ସ ଚୁଜ୍ କରିବାକୁ ଯଦି ଆପଣମାନେ ଇଂଲିଶକୁ ଠିକ୍ ଭାବରେ ପଢ଼ିବା ପାଇଁ ଚାହାନ୍ତି ଏବଂ ଟିଚିଂ ଲାଇନ୍ରେ ଯଦି ଆପଣ ଯିବାକୁ ଚାହାନ୍ତି ତାହେଲେ ଇଂଲିଶ ସବଜେକ୍ଟ ଆପଣଙ୍କ ପାଇଁ ବେଷ୍ଟ ରହିଛି। ଆଉ ଯଦି ଆମେ ଯିବା କମ୍ପିଟେଟିଭ୍ ଲାଇନ୍କୁ ତାହେଲେ ଯଦି ଆମେ କମ୍ପିଟେଟିଭ୍ ଲାଇନ୍କୁ ମଧ୍ୟ ଯିବା ତାହେଲେ କମ୍ପିଟେଟିଭ୍ ଲାଇନ୍ରେ ପ୍ରଥମ ସ୍ଥାନରେ ରହିଛି ହିଷ୍ଟ୍ରି। କମ୍ପିଟେଟିଭ୍ ଲାଇନ୍ରେ ପ୍ରତ୍ୟେକ କମ୍ପିଟେଟିଭ୍ ଲାଇନ୍ରେ ପ୍ରଥମେ ହିଷ୍ଟ୍ରି ଆସେ, ଯେଉଁଠାରେ ପ୍ରାୟତଃ ଆପଣମାନେ ଅଧିକ କୋଶ୍ଚିନ୍ ହିଷ୍ଟ୍ରିର ଦେଖିବାକୁ ପାଇବେ। ତାପରେ ସେକେଣ୍ଡ ରହିଛି ଆମର ପଲିଟିକାଲ ସାଇନ୍ସ ଆଣ୍ଡ ଥାର୍ଡ଼ରେ ରହିଛି ଆମର ଜିଓଗ୍ରାଫି। ଓଡ଼ିଆ ମଧ୍ୟ ଆସେ, ହେଲେ କମ୍ପିଟେଟିଭ୍ ଲାଇନ୍ର କଥା କହୁଛି ଯାହାର କି ପ୍ରତ୍ୟେକ ଜାଗାରେ ଯେପରି ଆପଣମାନେ ସେଣ୍ଟ୍ରାଲ ଏକ୍ଜାମ୍ ବି ଦେବେ ଏବଂ କିମ୍ବା ଷ୍ଟେଟ୍ ଏକ୍ଜାମ୍ ବି ଦେବେ ଯାହାର ୱେଟେଜ୍ ଅଧିକ ରହିଛି ସେହି ହିସାବରେ ମୁଁ କହୁଛି କେବଳ ହିଷ୍ଟ୍ରି ଅଧିକ ଆସେ, ତାପରେ ହେଉଛି ପଲିଟିକାଲ ସାଇନ୍ସ, ଦେନ୍ ହେଉଛି ଆମର ଜିଓଗ୍ରାଫି ଏହି ହିସାବରେ ଆସେ। ତାପରେ ଲାଷ୍ଟକୁ ହେଉଛି ଆମର ଇକୋନୋମିକ୍ସ। ଏହା ହେଉଛି ଆମର କମ୍ପିଟେଟିଭ୍ ଲାଇନ୍ ହିସାବରେ। ହେଲେ କମ୍ପିଟେଟିଭ୍ ଲାଇନ୍ ମଧ୍ୟରେ ଯଦି କହିବା ତାହେଲେ ମଧ୍ୟ କମ୍ପିଟେଟିଭ୍ ଲାଇନ୍ରେ ଫର୍ଷ୍ଟ ରହିଛି ଆମର ଇଂଲିଶ। କାରଣ କେତେ ଗୁଡ଼ିଏ ପୋଷ୍ଟ ଏଭଳି ଭାବରେ ରହିଛି ଅଫିସର ପୋଷ୍ଟ ଯେଉଁଠାରେ ଗ୍ରୁପ୍ ଏ ପୋଷ୍ଟ, ସେଇଠାରେ ଆର୍ଟ୍ସ ଷ୍ଟୁଡେଣ୍ଟମାନଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କହିଥାଏ କି ଆପଣଙ୍କର ଇଂଲିଶ ଅନର୍ସ ରହିବା ଦରକାର। ତେଣୁ ଯଦି ଆପଣମାନେ ଇଂଲିଶ ଅନର୍ସ ରହୁଛନ୍ତି ଏବଂ ଆପଣଙ୍କର ଆର୍ଟ୍ସ ମଧ୍ୟ ରହିଛି ତାହେଲେ ଆପଣ ହେଲେ ଅଲରାଉଣ୍ଡର। ତାହେଲେ ଆପଣ ପ୍ରତ୍ୟେକ ଜାଗାରେ ପକାଇ ପାରିବେ, ତାହା ଟିଚିଂ ଲାଇନ୍ରେ ହେଉ କିମ୍ବା ସମସ୍ତ ଜାଗାରେ ଆପଣମାନେ ରିଜର୍ଭେସନର ଫାଇଦା ମଧ୍ୟ ଉଠାଇ ପାରିବେ। ସବଜେକ୍ଟ ହିସାବରେ ମଧ୍ୟ ଆପଣଙ୍କୁ ରିଜର୍ଭେସନ୍ ମିଳିଥାଏ, ଯେପରି ଓଡ଼ିଆ ଆଣ୍ଡ ଇଂଲିଶରେ ରିଜର୍ଭେସନ୍ ଅଛି ଏବଂ ବାକି ତକରେ ରିଜର୍ଭେସନ୍ ଆପଣଙ୍କର ନାହିଁ। ଏବେ ଦେଖନ୍ତୁ, ଏବେ ଆଉ ମଧ୍ୟ ଆମେ କ'ଣ ଜାଣିବା, ଯଦି ଆପଣମାନେ ହିଷ୍ଟ୍ରି କିମ୍ବା ପଲିଟିକାଲ ସାଇନ୍ସ କିମ୍ବା ଇକୋନୋମିକ୍ସ କିମ୍ବା ଜିଓଗ୍ରାଫି
ଏହି 3ଟି କିମ୍ବା 4ଟି ସବଜେକ୍ଟ ଉପରେ ଯଦି ଆପଣଙ୍କର ଡାଉଟ୍ ଅଛି କି କେଉଁ ସବଜେକ୍ଟ ମୋତେ ଅନର୍ସ ନେବା ଦରକାର, ତାହେଲେ ପ୍ରଥମେ ଆପଣମାନେ ଚଏସ୍ କରିପାରିବେ ହିଷ୍ଟ୍ରି, ତାପରେ ଚଏସ୍ କରିପାରିବେ ପଲିଟିକାଲ ସାଇନ୍ସ, ତାପରେ ଜିଓଗ୍ରାଫି ଆପଣମାନେ ଚଏସ୍ କରିପାରିବେ, ତାପରେ ଲାଷ୍ଟକୁ ଆପଣମାନେ ଇକୋନୋମିକ୍ସ ଚଏସ୍ କରିପାରିବେ। ଏବଂ ଯଦି ଆପଣଙ୍କୁ ମାର୍କ ଦରକାର ତାହେଲେ ଆପଣମାନେ ପ୍ରାକ୍ଟିକାଲ ସବଜେକ୍ଟ ଚୁଜ୍ କରିପାରିବେ, ଯେପରି ଜିଓଗ୍ରାଫି। ଜିଓଗ୍ରାଫିରେ ଗୋଟେ ହେଉଛି ପ୍ରାକ୍ଟିକାଲ ସବଜେକ୍ଟ ଜିଓଗ୍ରାଫି ଆଣ୍ଡ ଏଜୁକେସନ୍। ତେଣୁ ଆପଣମାନେ ଜିଓଗ୍ରାଫିକୁ ଆପଣମାନେ ଚୁଜ୍ କରିପାରିବେ କିମ୍ବା ଏଜୁକେସନ୍ ମଧ୍ୟ ରହିଛି, ଏଜୁକେସନ୍ ମଧ୍ୟ ଆପଣମାନେ ଚୁଜ୍ କରିପାରିବେ। ସୋ ତେଣୁ ଦେଖନ୍ତୁ ଆମେ ଜାଣିଲେ କି କମ୍ପିଟେଟିଭ୍ ଏକ୍ଜାମ୍ ତରଫରୁ ଏବଂ ଆଉ ମଧ୍ୟ ଟିଚିଂ ଲାଇନ୍ ତରଫରୁ କେଉଁ ଅନର୍ସ ଆପଣଙ୍କ ପାଇଁ ବେଷ୍ଟ ରହିଛି। ତେଣୁ ଏହି ମଧ୍ୟରୁ ମୁଁ କେବଳ ହାଇସ୍କୁଲ ଯେଉଁ ସବଜେକ୍ଟ ରହିଛି ସେଇ ହାଇସ୍କୁଲର ସବଜେକ୍ଟର ଯେତେ ବି ଅନର୍ସ ରହିଛି ସେଇ ଅନର୍ସ ଉପରେ ଆମେ କେବଳ ଚର୍ଚ୍ଚା କଲେ ଏବଂ ବାକି ମଧ୍ୟ ଆଉ ମଧ୍ୟ ଅନର୍ସ ରହିଛି ଯାହାର ଆମେ ଡିସ୍କସନ୍ ମଧ୍ୟ କରିନାହିଁ। ତାହେଲେ ଏଇ ଯେଉଁ ଅନର୍ସ ରହିଛି ଏହା ହେଉଛି ବହୁତ ପପୁଲାର ଅନର୍ସ। ଏହି ଅନର୍ସ ମାନଙ୍କ ମଧ୍ୟରେ ଆମେ ଡିସ୍କସନ୍ କଲେ କି କେଉଁ ଅନର୍ସ ଆପଣଙ୍କ ପାଇଁ ବେଷ୍ଟ ରହିଛି। ତେଣୁ ଦେଖନ୍ତୁ ଆପଣ କମେଣ୍ଟ ବକ୍ସରେ ସିଓର କମେଣ୍ଟ କରନ୍ତୁ କି କେଉଁ ଅନର୍ସ ଆପଣମାନେ ନେବାକୁ ଚାହିଁବେ, ହିଷ୍ଟ୍ରି ଅନର୍ସ ନା ପଲିଟିକାଲ ସାଇନ୍ସ ନା ଇକୋନୋମିକ୍ସ ନା ଇଂଲିଶ ଆଣ୍ଡ ଜିଓଗ୍ରାଫି। ସୋ ତେଣୁ ଦେଖନ୍ତୁ ଆଜିର ଭିଡ଼ିଓ ଆମେ ଏଠାରେ ଏଣ୍ଡ କରୁଛୁ। ଯଦି ଆପଣଙ୍କ ଭିଡ଼ିଓ ଯଦି ପସନ୍ଦ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବା ସହ ଆମ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିପାରିବେ। ଜୟ ହିନ୍ଦ, ଜୟ ଭାରତ।